କେମିତି ଦୌଡ଼ି ଆସିଲା? ଆଲିଅପା ତମେ କହୁଥିଲ ନା ଆମ ଏ ଫୁଲ ଦିନକୁ କଲା ଭମର ଗୁଡ଼ିକ ଆସିବାକୁ ଲାଗିଲେ। ହଁ ତ। ହେଲେ ଜାଣିଛ ଆଜି ନାଇଁ କି କାଲି ନାଇଁ ହଠାତ୍ ତମ ଏ ସବରପଲ୍ଲୀର ଫୁଲ ଦିନକୁ ଜଣେ ଯୁବକ ପଶି ଆସିছিল। କଣ ଥିଲା? ଏଇ ଆମ ସବରପଲ୍ଲୀର ଫୁଲ ଉଦ୍ୟାନକୁ ପୁଣି ଜଣେ ଯୁବକ ଆସିଛନ୍ତି। ହଲୋପା ତମେ ଏଇଟା ମିଛ କହୁଛ ନା? ନାଇଲୋପା ଆମେ କାହିଁକି ମିଛ କହୁଛୁ? ନା, ମୁଁ ନା। ସତ କହୁଛି ଲୋ। ମୁଁ ଜାଣିଛି ପ୍ରଥମେ ଯେପରି ମତେ ଠଟ୍ଟା କର ଆଜି ମତେ ତମେ ସେପରି ଠଟ୍ଟା ହିଁ କରୁଛ ନା? ନାଇଲୋପା ଆଜି କିନ୍ତୁ ସତ କହୁଛୁ। ଆଉ ଯଦି ତୁମକୁ ଆମ କଥାରେ ବିଶ୍ୱାସ ନାହିଁ ତାହେଲେ ଆମ ସହିତ ଚାଲୁନା ସେ ଯୁବକକୁ ଦେଖିକି ଆସିବା। ଠିକ ଅଛି ଲୋ, ଏଇ କଥା ଯଦି ତମେ ସତ କହୁଛ ତାହେଲେ ଚାଲ ଚାଲ ମତେ ଦେଖେଇବ ସେ କୋଉଠି ଅଛନ୍ତି। ଚାଲ ଲୋ, ଚାଲ ଚାଲ ଚାଲ। आइलो ए तमे मन के आ कौन पे मते निजर उठाई देला हा प्रथमे तमे को तमे के एठी कोन पे आसीछ? आलो ए मुझे हे थाने काई की तम मन को कौन पे कहबी तमे कहो तमे मते कौन पे निजर उठाई देला हैला तम परिचय जानिबा पे मो सागर तुमको उठेई देली। मो परिचय आलो ए तमे मन कर तम चेहरा के आईनार देखी छ ना ना देखिली सेति पई त परिचय मैं चली आछ जम्मारी दे परबिन मो परिचय हैला तम परिचय देई परिबनी जम्मारी नुह तम कला मो ठीक बुझी पारुची। अच्छा अरे ए साग माने ई मो जीवक कथा मो ठीक बुझी पारुची ला आमे समस्त अच्छे बोली से लाज कर देबे बोदे। ए संग मते लागुची मु जदि एकुटा तांको परिचय पचारे तांको परिचय देई मते पारंती। तुम जाओ से बड़ गछ मोर अपेक्षा करतालो मु एकुटिया तांको परिचय पचारि के आसुची। ताले ठीक अछि लापा हेले जिबा करना आमे किछ खाइबाको जाउछु। कोन कहबाको चाहछ जी? मो पक्का गासना ताले सुरलापा केवढा घरी नाही छापेले माणसू खुद बुझा मुठी नाही खाबेले माणसू
ସମସ୍ତେ ତ ଚାଲିଗଲେ ତମେ ଏଠି କଣଟା କରୁଛ ତମ ପରିଚୟ ଜାଣିବା ପାଇଁ ଏତେ ବୁଢା ହେଇଯାଇଛି। ମୋ ପରିଚୟ ଆଲୋ ମୁଁ ମୋ ପରିଚୟଟା କାହାରିକୁ ଦିଏନି ମ କାହିଁକି ମା? କାହିଁକି ନା ମୁଁ ଏକ ଗୁପ୍ତ କାର୍ଯ୍ୟରେ ବାହାରି ପଡ଼ିଛି ଆଉ ତେଣୁକରି ମୁଁ ମୋ ପରିଚୟଟାକୁ ମଧ୍ୟ ଗୁପ୍ତ ଭାବରେ ରଖିଛି ବୁଝିପାରିଲ। ଆଚ୍ଛା ଗୋଟିଏ କଥା କଣ? କହିଲେ ତମେ କଣ ତମ ସଖୀ ସହଚାରୀମାନଙ୍କୁ ଟିକେ ମଧ୍ୟ ଶିଷ୍ଟାଚାର କିମ୍ବା ଭଦ୍ରତା ଶିଖେଇନ? ଆରେ ଏମିତି କଣ ହେଇଗଲା ଯେ ମୋ ସଖୀମାନଙ୍କ ବିଷୟରେ ସବୁ କହି ଯାଉଛନ୍ତି। ହଁ ଏମିତି ଜଣେ ଅଜଣା ପୁରୁଷକୁ କିଏ ଠେଲି ଦଉଛି ତ କିଏ ପେଲି ଦଉଛି ଯେ ଏ ହଁ ତମ ବେଳେ ସୁନ୍ଦର ଯୁବକ ଆମେ କେବେ ଦେଖି ନଥିଲୁ। ଆଚ୍ଛା ସେଥିପାଇଁ ହଁ। ସେଥିପାଇଁ ତ ମୋ ସଖୀମାନେ କଣ କିଏ ତୁମକୁ ଏମିତି ଠେଲି ଦେଉଛି ପେଲି ଦେଉଛି। ସେଥିପାଇଁ ତ ଏମିତି ସମସ୍ତେ ବାୟାଣୀ ଗଭଳିଆ ହେଉଛନ୍ତି। ହଁ ହଁ ହଉ ହେଲା ହେଲା ଯେତେବେଳେ ତ ନିଦର ଉଠାଇ ସାରିଲଣି ଏଥର ଏଇଟା କୁହ କଣ? ଆଲୋ ତମେ କିଏ ଆଉ ତମେ ଏଠି କଣ କରୁଛ ମାନେ ତମର ସମ୍ପୂର୍ଣ୍ଣ ପରିଚୟଟା କଣ? ମୋ ପରିଚୟ? ହଁ ଆରେ ବାବା ମୁଁ ମୋ ପରିଚୟ କହିପାରିବିନି। କାହିଁକି କହିପାରିବନି? କାହିଁକି ନା ହଁ। ମୋ ବାବା କହିକି ଯାଇଛନ୍ତି ଆଚ୍ଛା ଅପରିଚିତ ମଣିଷକୁ ନିଜ ପରିଚୟ ଦେବା ଉଚିତ ହବ। କହିଲ ତମ ବାପା ତମକୁ କହିକି ଯାଇଛନ୍ତି ଅପରିଚିତ ମଣିଷକୁ ନିଜ ପରିଚୟ ଦେବାଟା ଉଚିତ ଆଉ ଅପରିଚିତ ମଣିଷକୁ ଶୋଇଥିବା ଅବସ୍ଥାରେ ନିଦର ଉଠାଇ ଦେବା ଏଇଟା ବୋଧେ ନିଶ୍ଚୟ ତମକୁ ତମର ସେଇ ବାପା ଶିଖେଇଥିବେ। ନାଇଁ ଯେ ପରି ଆଲୋ ତମେ ତମ ପରିଚୟଟା ଦେଇଦିଅ ମୁଁ ତମର କୌଣସି ପ୍ରକାର କ୍ଷତି କରିବିନି ହେଲା। ଆରେ ସତରେ ତୁ ମୁଁ ଯଦି ୟାକୁ ମୋ ପରିଚୟ ଦେଇଦିଏ ତାହେଲେ ମୋ ମନରେ ଯୋଉ ଭାବନାଟା ସୃଷ୍ଟି ହେଉଛି ସେଇ ଭାବନା ସତ୍ୟ ମଧ୍ୟ ହେଇପାରେ। ଆଲୋ କଣ ହେଲା ମୋ ପରିଚୟଟା ଦବ ନା ନାଇଁ? ହଁ ଗୋଟେ ସୌନ୍ଦର୍ଯ୍ୟ ଫୁଲକୁ ଦେଖି ଆଚ୍ଛା କଲା ଭ୍ରମଟେ ଆସି ଫୁଲକୁ ପରିଚୟ ପଚାରେ ଆଚ୍ଛା ତାହେଲେ ସେ ଫୁଲ ଭିତରେ କଣ କହିବ? କଣ ଆଉ କହିବ ନିଶ୍ଚୟ ସେ ଫୁଲଟା ଲାଜେଇ ଯାଇ ଛାଉଳି ପଡିବ। ଲାଗିଯିବ ନା? ହଁ ମୁଁ ମଧ୍ୟ ସେ ଫୁଲ ପରେ ଲାଜେଇ ଯାଉଛି। କହିଲେ ହେଲେ ଏଇଟା ତ ମୁଁ ଜମାରୁ ବୁଝିପାରେନି। କଣ? ଆଲୋ ଏଠି ଫୁଲ କିଏ ଆଉ ଭ୍ରମର କିଏ? ଏତିକି ବି ବୁଝିପାରେ ନା? ନାଇଁ ତ ଏଇ କଣ? ସେଇ ଭ୍ରମଣଟା ହେଉଛ ହଁ ତମେ ଆଉ ସେ ରାଜକଲି ଫୁଲଟା ହେଉଛି ମୁଁ। ନାଇଁ 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 କହିଲ ତମେ କୌଣସି ପ୍ରକାର ଫୁଲ ନୁହଁ କିମ୍ବା ମୁଁ କୌଣସି ପ୍ରକାର ଭ୍ରମଣ ବୁଝିପାରିଲି ସିଧା ସଳଖ ଭାବରେ ନିଜ ପରିଚୟଟା ଦିଅ ନଚେତ ମୁଁ ଏଠି ଚାଲି ଯାଉଛି ହେଲା। ନା ନା ଯାଅନି ଶୁଣିବ ମୋ ପରିଚୟ? ନିଶ୍ଚୟ ଠିକ ଅଛି ଯୁବକ ତାହେଲେ ଶୁଣ ମୋ ପରିଚୟ। କହିଯାଅ ଫୁଲକୁ ଭ୍ରମରାଜି